हेलो। हेलो। हाँ किए वर्षा कहूल? आज्ञा ସାର୍ ନମସ୍କାର। हाँ मु मुख्यमंत्री कहूली मोहन माझी जान लो। ଆଜ୍ଞା। अच्छा हाँ ये मुझे खबर पाइली तम और जो बापांकर जो अवस्था है एवं ସେଥିପାଇଁ ମଧ୍ୟ ମୁଁ ଭାରି ଦୁଃଖିତ। ବୋଧେ ଆଜି ପହଞ୍ଚିଯିବ ସବୁ ତ କଥାବାର୍ତ୍ତା ହେଇଥିଲା ଜିଲ୍ଲା ପ୍ରଶାସନ ସହିତ ଏବଂ ସେଠି ତାଙ୍କର ତୁମର ବାପାଙ୍କର ମୋର ଶରୀର ମଧ୍ୟ ଆସୁଛି ରାସ୍ତାରେ ଅଛି ଯାହା ମୁଁ ଖବର ପାଇଛି। ଆଜି ପହଞ୍ଚିଯିବ ରାତିରେ। ହ୍ୟାଲୋ। ସକାଳେ ପହଞ୍ଚିବ। ସକାଳେ ପହଞ୍ଚ 2ଟା ବେଳେ ପହଞ୍ଚିବ ବୋଲି ମୁଁ ଖବର ପାଇଥିଲି। ଡେରି ହେବ ଟିକେ। ଆଜ୍ଞା। ଆଚ୍ଛା ହଉ ତୁମେ ଟିକେ ଧୈର୍ଯ୍ୟ ଧର ହେଲା। ଧୈର୍ଯ୍ୟ ଧର ମୁଁ ଅଛି ତୁମ ସାଙ୍ଗରେ। ତମର ଭଲ ମନ୍ଦ ମୁଁ ନିଶ୍ଚିତ ଭାବରେ ବୁଝିବି। ଭଗବାନଙ୍କର କ'ଣ ଇଚ୍ଛା ଥିଲେ ସେ ଅଲଗା କଥା। ତମକୁ ଏତେ ଭଲ ପାଠ ପଢ଼ୁଛ ଠିକ୍ ଅଛି। ବାକି ମୁଁ ତମ ସାଙ୍ଗରେ ଅଛି ଆଉ ସେଥିପାଇଁ ମଧ୍ୟ କେମିତି ତୁମର ଇଏ ଅନ୍त्यେଷ୍ଟିକ୍ରିୟା କାର୍ଯ୍ୟକ୍ରମ ହେବ ସେଟା ମଧ୍ୟ ମୁଁ ନିଶ୍ଚିତ ଭାବରେ ଆଉ ମୋ ତରଫରୁ ସହଯୋଗ ରହିବ। ଏବଂ କାଲି ଏଠି ସବୁ ମୁଁ ଲୋକଙ୍କୁ ବି ପଠେଇବି ସେମାନେ ବି ସେଠି ସହଯୋଗ କରିବେ। ଆଉ ତୁମେ ଧୈର୍ଯ୍ୟ ଧରିକି ରୁହ। ମୁଁ ତମ ଫ୍ୟୁଚର କଥା ବି ମୁଁ ବୁଝିବି। ତମେ ଭାରି ବୁଝିବା ପିଲା କିନ୍ତୁ ବାପା ଯେହେତୁ ତମର ପରିବାରର ଏକମାତ୍ର ରୋଜଗାରିଆ ଥିଲେ ତମ ପାଇଁ ତମ ପରିବାର ପାଇଁ ସିଏ ଏତେ ଦୂର ଯାଇଥିଲେ। ବାଲେଶ୍ୱରରୁ କାହିଁ ଯାଇକି ସେ ମୁମ୍ବାଇ ଗଲେ। ମୁମ୍ବାଇରେ ତମ ପାଇଁ କାମ କଲେ। ଶ୍ରମଜୀବୀ ହିସାବରେ କାମ କରି ତମକୁ ବହୁତ ଭଲ ପାଠ ପଢ଼ାଉଥିଲେ। ଭଗବାନଙ୍କର କ'ଣ ଇଚ୍ଛା ଥିଲା ସେ ତ ଅଲଗା କଥା କିନ୍ତୁ ନିଶ୍ଚିତ ଭାବରେ ମୁଁ ତମ ସାଙ୍ଗରେ ଅଛି ଏଇଟା ତମେ ଫିଲ୍ କରିବ ସବୁବେଳେ ବୁଝିଲ। ଆଜ୍ଞା। ହଁ ମୁଁ ନିଶ୍ଚିତ ଭାବରେ ତମ ପାଇଁ ତମେ କେମିତି ପାଠ ପଢ଼ିବ କଣ୍ଟିନ୍ୟୁଟି କରିବ ଏବଂ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ବା ମହିଳା ହିସାବରେ ବା ଝିଅ ହିସାବରେ ଛିଡ଼ା ହେବ। ମୁଁ ନିଶ୍ଚିତ ଭାବରେ ମୋର ତମ ପ୍ରତି ଶୁଭେଚ୍ଛା ଅଛି। ମୁଁ ତମକୁ ଠାକୁରଙ୍କ ନିକଟରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ତୁମର ଉତ୍ତରୋତ୍ତର କାମନା ହେଉ। ବାପାଙ୍କର ଏଥିରେ ବହୁତ ବଡ଼ ତୁମ ପାଇଁ ପରିବାର ପାଇଁ ଅବଦାନ ଥିଲା। ବାପାଙ୍କର ଆତ୍ମାର ସଦ୍ଗତି କାମନା ବି କରୁଛି ଏବଂ ତୁମର ମଙ୍ଗଳ କାମନା ବି କରୁଛି। ପରିବାର ନିଶ୍ଚିତ ଉନ୍ନତି ହେବ ଏବଂ ମୁଁ ମଧ୍ୟ ତୁମକୁ ସହଯୋଗ କରିବି। ଠିକ୍ ଅଛି। ଆଜ୍ଞା। ଆଉ ମା ଅଛନ୍ତି କି ପାଖରେ? ଆଜ୍ଞା। ଆଉ ଟିକେ ଦିଅ ମାକୁ କହିବ ମୁଁ କଥା ହେଉଛି। ନମସ୍କାର ସାର୍। ହଁ 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 ନମସ୍କାର। ହଁ ଦେଖନ୍ତୁ ଇଏ ତ ବହୁତ ବଡ଼ ଘଡ଼ିସନ୍ଧି ମୁହୂର୍ତ୍ତ ଅତି ଦୁଃଖର କଥା। ମୁଁ ବି ସେଟା ଜାଣିପାରୁଛି ଯେ ଏଭଳି ଏକ ତମ ଭଳିଆ ଗୋଟେ ଗରିବ ପରିବାରରେ କେତେ କଷ୍ଟ କରିକି ପରିବାର ଚାଲୁଥିଲା। ମୁରବୀ ହିସାବରେ ସ୍ୱାମୀ ଆପଣଙ୍କର ପରିବାର ଚଲାଉଥିଲେ ମୁମ୍ବାଇରେ ଥାଇକି ଶ୍ରମଜୀବୀ ହିସାବରେ ବାଲେଶ୍ୱରର ଇଏ ଗୋଟିଏ ଅଞ୍ଚଳରୁ ଯାଇକରି ସେ କେତେ କଷ୍ଟ କରିକିରି ଖଇରା ଅଞ୍ଚଳରୁ ଯାଇକରି ସାହାଯ୍ୟ କରୁଥିଲେ। କିନ୍ତୁ ବହୁତ ଭଗବାନଙ୍କର କ'ଣ ଇଚ୍ଛା ଥିଲା କି ଜାଣି ମୁଁ ତ ଜାଣିପାରିଲିନି। ଆଗରୁ ମୁଁ ବି ଜାଣିପାରିଲିନି ନହେଲେ ଆଉ ଟିକେ କ'ଣ ବି କରାଯାଇଥାନ୍ତା କିନ୍ତୁ ଭଗବାନଙ୍କ ଇଚ୍ଛା ବୋଧେ ସେଇଆ ଥିଲା। ତ କାଲି ପହଞ୍ଚିଲା ପରେ ଏସବୁ ଅନ୍त्यେଷ୍ଟିକ୍ରିୟା ସବୁ କାଲି ହେବ। ଆପଣମାନେ ସମସ୍ତେ ଧୈର୍ଯ୍ୟ ସହିତ ଆପଣ କରିବେ। ବାକି ମୁଁ ଅଛି ଆପଣ ଜାଣିଥାନ୍ତୁ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କ ସାଙ୍ଗରେ ଅଛନ୍ତି। ନିଶ୍ଚିତ ଭାବରେ ଆପଣମାନଙ୍କର ପରିବାର ଝିଅର ଦାୟିତ୍ୱ ମୁଁ ନିଶ୍ଚିତ ଭାବରେ ବୁଝିବି ତାର ସାହାଯ୍ୟ କରିବି। ସେ ଭଲ ପାଠ ପଢ଼ିକରି ମଣିଷ ହେଉ। ନିଶ୍ଚିତ ଭାବରେ ସରକାରୀ ତରଫରୁ ମଧ୍ୟ ମୁଁ ମଧ୍ୟ ବ୍ୟକ୍ତିଗତ ହିସାବରେ ନିଶ୍ଚିତ ଭାବରେ ପୁରା ମୁଁ ସହଯୋଗ କରିବି। ତାର ଉତ୍ତରୋତ୍ତର କାମନା କରୁଛି ହେଲା। ଆପଣଙ୍କ ପାଇଁ ବି ଆପଣଙ୍କ ପରିବାର ପାଇଁ ବି ମୁଁ ଚିନ୍ତା କରୁଛି। ଆଗାମୀ ଦିନରେ ନିଶ୍ଚିତ ଭାବରେ ତା ପ୍ରତିଫଳିତ ହେବ ଏବଂ ମୁଁ ମଧ୍ୟ ସହଯୋଗ କରିବି। ଆମର ସେ ଏଠି ବି ଆମର ଅଛନ୍ତି ଯେଉଁ ଆପଣଙ୍କର ଅଞ୍ଚଳର ଯେଉଁ ଭାଇମାନେ ଅଛନ୍ତି ତାଙ୍କୁ ବି ମୁଁ ଆପଣମାନଙ୍କର ପାଖକୁ ଏବଂ ବିଭିନ୍ନ ସହଯୋଗ କରିବା ପାଇଁ ମଧ୍ୟ ତାକୁ ମୁଁ ପଠେଇବି। ଠିକ୍ ଅଛି ମେ ହଁ ଧୈର୍ଯ୍ୟ ଧରନ୍ତୁ ଟିକେ ଧୈର୍ଯ୍ୟ ଧରନ୍ତୁ। ମୁଁ ଅଛି ନିଶ୍ଚିତ ଭାବରେ ମୁଁ ସହଯୋଗ କରିବି। ଆଜ୍ଞା। ଠିକ୍ ଅଛି ଠିକ୍ ଅଛି। ମୁଁ ତ ଜିଲ୍ଲାପାଳଙ୍କୁ ପ୍ରଶାସନକୁ କହିଥିଲି ସେମାନେ ବି ଯାଉ ସେ କାମ କରିକିରି
ସେଠୁ ଆସିବାର ବ୍ୟବସ୍ଥା ସବୁ କହିଲା ପରେ କାମ ହେଉଛି, ତାପରେ ବି ମୁଁ ଖବର ରଖୁଛି। ଆଜ୍ଞା। ଠିକ୍ ଅଛି। ହଉ ମୁଁ ରହିଲି। ହଉ 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 ଓକେ। ଲାଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇଁ www.nowodisha.com କୁ ଲଗ୍ଇନ୍ କରନ୍ତୁ।